ମୁଁ ସନ୍ତୋଷ କୁମାର ପସା ଏଇ ଫତେଗଡ଼ ଗ୍ରାମ ପଞ୍ଚାୟତର ଜଣେ ନାଗରିକ। ମୁଁ ବୃତ୍ତିରେ ଶିକ୍ଷକତା କରେ। ଆମ ଏଇ ଗାଁ ଏକ ବିରାଟ ଜନବହୁଳ ଗାଁ। ଏଥିରେ 10,000ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଆଉ ଆମ ଗାଁ ଆଜି ଓଡ଼ିଶାର ଗୋଟେ ପ୍ରସିଦ୍ଧ ଗାଁ ରାମ ମନ୍ଦିର ପାଇଁ ହେଇପାରିଛି। ଆମ ଗାଁରେ ଗୋଟିଏ ପୋଲିସ ଷ୍ଟେସନ ରହିଛି, ଗୋଟେ ଛୋଟ ଡାକ୍ତରଖାନା ଏବେ ହବାକୁ ଯାଉଛି, ତା ସହିତ RI ଅଫିସ ରହିଛି। ସବୁ ପ୍ରକାର ସୁବିଧା ଥିଲେ ମଧ୍ୟ ବ୍ୟାଙ୍କ ପାଇଁ ଏଠିକି ହଜାର ହଜାର ଲୋକ ସବୁଦିନ ସମାଗମ ହୁଅନ୍ତି ରାମ ମନ୍ଦିର ସକାଶେ, କିନ୍ତୁ ପଇସାଟି ଉଠାଇବା ପାଇଁ ଆମେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛୁ। ପ୍ରାୟ 5 କିଲୋମିଟର 7 କିଲୋମିଟର ଆମକୁ ଯିବାକୁ ପଡ଼ୁଛି। ଏଥିପାଇଁ ଆମେ ଗ୍ରାମବାସୀ ମାନଙ୍କ ତରଫରୁ ସରକାରଙ୍କ ନିକଟରେ ନିବେଦନ କରୁଛୁ, ଆମ ପାଇଁ ଯଦି ଗୋଟିଏ ବ୍ୟାଙ୍କ ତତ୍ସହିତ ATM ର ବ୍ୟବସ୍ଥା କରାଗଲେ ଏ ଅଞ୍ଚଳର ଲୋକମାନେ ଆମେ ବହୁତ ଉପକୃତ ହୁଅନ୍ତୁ। ଶିବପ୍ରସାଦ ଯାଉ ଫତେଗଡ଼ ଜଣେ ମୋର ଅଧିବାସୀ। ଆମର ଫତେଗଡ଼ ହେଉଛି ନୟାଗଡ଼ ଜିଲ୍ଲାର ଶେଷ ଗ୍ରାମ ଏବଂ କହିବାକୁ ଗଲେ ଆରମ୍ଭ ମଧ୍ୟ ଏଇଠି। ନୟାଗଡ଼ରୁ ଏଇଟା ଆମର ରହୁଛି, ଫତେଗଡ଼ ରହୁଛି କଣ୍ଟିଲୋ ଦଶପଲ୍ଲା ଏବଂ ଏପଟେ ମଧ୍ୟ ରହୁଛି ଫତେଗଡ଼ରୁ ଖନପଡ଼ା ଭାୟା ନୟାଗଡ଼। ତ ଏଇ ରାସ୍ତାଟା ହେଉଛି ଗୋଟେ ବର୍ତ୍ତମାନ ଆମର ରାମ ମନ୍ଦିର ପାଇଁ ପ୍ରସିଦ୍ଧ ହେଇଗଲାଣି। ଫତେଗଡ଼ଟା ଆମର ବର୍ତ୍ତମାନ ଆଗରୁ ଅଛି ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ଗ୍ରାମ। এই ଫତେଗଡ଼ ରାମ ମନ୍ଦିର ହେବା ଦିନଠୁ ହଜାର ହଜାର ଲୋକ ଏଠି ସମାଗମ ହେଉଛନ୍ତି। ତେଣୁ ଏଠାରେ ଯେଉଁ ଲୋକ ଆସୁଛନ୍ତି ସେମାନେ ପଇସା ଉଠାଇବା ପାଇଁ ସାଧାରଣତଃ ଏଠି ATM ଦେଖୁନାହାନ୍ତି, ଯେଉଁଥିପାଇଁ ତାଙ୍କର ଫୋନ୍ ପେ କେତେବେଳେ ଯଦି ଟ୍ରାଞ୍ଜାକ୍ସନ୍ ଫେଲ୍ ହେଇଯାଉଛି, ତ ଯାହା ଜିନିଷ କିଣା ତାଙ୍କୁ ବହୁତ ଅସୁବିଧା ହେଉଛି। ତ ଏଇଟା ହେଉଛି ଆମ ଗାଁରେ ଏଇଟା ବହୁତ 10,000ରୁ ଊର୍ଦ୍ଧ୍ୱ ଲୋକ ଏଠି ବାସ କରୁଛନ୍ତି। ତାଙ୍କର କୌଣସି ଶିକ୍ଷା ହେଉ ମେଡ଼ିକାଲ ହେଉ, ଏଥିପାଇଁ ଯେତେବେଳେ ପଇସା ଇମର୍ଜେନ୍ସି ହେଉଛି ସେମାନଙ୍କୁ 5 କିଲୋମିଟର ଏଠୁ କଳାଉଥରେ ଏବଂ ବାହାପୁର ଅଛି ଆମର 4 କିଲୋମିଟର ଯିବାକୁ ATM ଯିବାକୁ ପଡ଼ୁଛି। ଇମର୍ଜେନ୍ସି ଟାଇମ୍ରେ ସେମାନେ ବହୁତ ହଇରାଣ ହେଉଛନ୍ତି। ତା ସହିତ ଆମ ଗାଁରେ ରହିଲା ବିଭିନ୍ନ ସ୍କୁଲ ହେଲା ଆଦର୍ଶ ସ୍କୁଲ, ହାଇସ୍କୁଲ, ME ସ୍କୁଲ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଥାନା, RFC ଏବଂ ମେଡ଼ିକାଲ, ଏସବୁ ବହୁତ କାର୍ଯ୍ୟାଳୟ ସରକାରୀ କାର୍ଯ୍ୟାଳୟ ରହିଛି। କିନ୍ତୁ ଏଠାରେ ସରକାରୀ ଲୋକମାନେ ମଧ୍ୟ ହଇରାଣ ହେଉଛନ୍ତି। ATM ଅସୁବିଧା ଅଛି, ବ୍ୟାଙ୍କର ମଧ୍ୟ ଅସୁବିଧା ଅଛି। ATM ପଇସା ଟା ସେମାନେ 10 କିଲୋମିଟର କି 7 କିଲୋମିଟର ଯିବାକୁ ପଡ଼ୁଛି। ତେଣୁ ଆମେ ଫତେଗଡ଼ ଗ୍ରାମବାସୀଙ୍କୁ ଅନୁରୋଧ କରୁଛି କି ଏଇ ଗ୍ରାମର ଏକ ATM ଏବଂ ବ୍ୟାଙ୍କର ସୁବିଧା କରାଇଗଲେ, ସରକାରଙ୍କ ତରଫରୁ କିଛି ପଦକ୍ଷେପ ନେଲେ ଆମ ଗ୍ରାମବାସୀ ବହୁତ ଉପକୃତ ହେବେ। ତା ସହିତ ଓଡ଼ିଶାର ବାହାରୁ ବିଭିନ୍ନ ଯେଉଁ ପର୍ଯ୍ୟଟକ ଆମର ରାମ ମନ୍ଦିର ହେଇଗଲା, ସେମାନେ ଯେଉଁ ଆସୁଛନ୍ତି ତା ସହିତ ସେମାନଙ୍କର ଏହା ATM ହେଲେ ସାଙ୍ଗେ ସାଙ୍ଗେ ସୁବିଧା ଉପଲବ୍ଧ ହେଇପାରିବ। ଆଜ୍ଞା, ମୁଁ ଟୁକୁନା ବେହେରା ଫତେଗଡ଼ ଗ୍ରାମର ଅଧିବାସୀ। ଏଠି ଆମର ଗୋଟେ ATM ନାହିଁ, ଯାହାଫଳରେ କି ଏଟା ଓଡ଼ିଶାର ଗୋଟେ ଦ୍ୱିତୀୟ ବୃହତ୍ତମ ଗାଁ। ଏଠାରେ ଥାନା, ଆଦର୍ଶ ବିଦ୍ୟାଳୟ, RFC, ଇଲେକ୍ଟ୍ରିକ୍ ସବଷ୍ଟେସନ ଏତେ ବଡ଼ ସୁବିଧା ଥାଇ ମଧ୍ୟ ଏଠାରେ ଗୋଟେ ATM ନ ରହିବା ହେତୁ ଆମ ଗ୍ରାମର ଅଧିବାସୀ ମାନେ ଭାବରୁ କଳାପଥ ଯାଇ ATM ଉଠାଇବା ପାଇଁ ବହୁତ ହଇରାଣ ହରକତ ହେଉଛନ୍ତି। ତାପରେ ଏଇଟା ମଧ୍ୟ ଓଡ଼ିଶାର ଗୋଟେ ଦ୍ୱିତୀୟ ବୃହତ୍ତମ ଗ୍ରାମ, ଏଇଟା ଦ୍ୱିତୀୟ ଅଯୋଧ୍ୟା ମଧ୍ୟ। ଏଠାରେ ବହୁତ ପର୍ଯ୍ୟଟକ ଆସୁଛନ୍ତି, ଯାହାଫଳରେ ସେମାନଙ୍କର ପଇସା ପତ୍ର ଉଠାଇବା ପାଇଁ ସେମାନେ ବହୁତ ଦୂରାନ୍ତ ଯାଇ ହଇରାଣ ହରକତ ହେଉଛନ୍ତି। ତେଣୁ ଆମେ ସରକାରଙ୍କୁ ନିବେଦନ କରୁଛୁ, ଏ ଫତେଗଡ଼ରେ ଗୋଟେ ATM ଏବଂ ଗୋଟେ ନ୍ୟାସନାଲ ବ୍ୟାଙ୍କର ଆବଶ୍ୟକତା ରହିଛି। ଏହା କରାଗଲେ ଆମେ ଉପକୃତ ହେବୁ। ଆଜ୍ଞା ନମସ୍କାର, ମୋ ନାଁ ନିତ୍ୟାନନ୍ଦ ମହାପାତ୍ର। ଯୁଗ ଏତେ ଡେଭଲପମେଣ୍ଟ ହେଲା ପରେ ବି ଆମ ଗାଁରେ ମୁଁ ପିଲାଦିନ ଦେଖି ଆସିଲିଣି ଗୋଟେ ବ୍ୟାଙ୍କ ନାହିଁ କିମ୍ବା ATM ନାହିଁ। ଯଦି ଗୋଟେ କିଏ ଆକ୍ସିଡେଣ୍ଟ ହେଉଛି, ସେମାନେ ପଇସା ପତ୍ର ସାଙ୍ଗେ ସାଙ୍ଗେ ଉଠାଇବା ପାଇଁ ସେ ତା ଜୀବନଟା ବି ପଳଉଛି। ଏଠି ମାନେ ଶିକ୍ଷିତ ପିଲାଟେ ଆସିକି ବି ବ୍ୟାଙ୍କ ଫ୍ୟାଙ୍କ ନେଇ ଲୋକ କଳା ପଶି ଯାଉଛି, ନହେଲେ ଆଉ କୋଉଠି ସେଠିକି ଯାଉଛି ବ୍ୟାଙ୍କ ବି ଉଠାଇବା ପାଇଁ। ତେଣୁକରି ଆଉ ଗୋଟେ ବ୍ୟବସ୍ଥା କରନ୍ତୁ, ଯେମିତି ATM ଟି ହବ, ଗୋଟେ ବ୍ୟାଙ୍କ ଟି ହବ, ଯେମିତି ଆମେ ସୁରୁଖୁରୁରେ ପଇସା ଉଠାଇ ପାରିବୁ, ଆମ କାମଟା ଆମେ କରିପାରିବୁ। ତା ଦ୍ୱାରା କିଛି ଲୋକ ଉପକୃତ ହେବେ, ବିଜନେସ ବଢ଼ିବ, ପିଲାମାନେ ସବୁ ଜିନିଷ କରିପାରିବେ। ତେଣୁକରି ଯେମିତି ଶୀଘ୍ର କରନ୍ତୁ, ଯେମିତି ଶୀଘ୍ର ଗୋଟେ ଉପକୃତ ହେଇପାରିବ ସେଇ ଜିନିଷ କରନ୍ତୁ। ନହେଲେ ଏଠି ଆମେ ଏଠି ସବୁ ଥାନା ଅଛି, ପେଟ୍ରୋଲ ପମ୍ପ ଅଛି, ଆଦର୍ଶ ବିଦ୍ୟାଳୟ ଅଛି, ଗୋଟେ ରାମ ମନ୍ଦିର ଅଛି, କିଛି ଥାଇ କୌଣସି ଲାଭ ନାହିଁ। ଯଦି ବ୍ୟାଙ୍କ ATM ନାହିଁ ତାହେଲେ କୌଣସି ଲାଭ ନାହିଁ। ଏଠି ଯୁଗ ସବୁ ପୁରା ପଛକୁ ପଳେଇ ଆମେ କନ୍ଧ ଅଞ୍ଚଳରେ ରହିଲା ଭଳିଆ ଏଠି ଲାଗୁଛି। ନା ଏଠି କିଛି ଅଛି ନା କଣ ଅଛି, ସବୁ ଥାଇକି ଯଦି ବ୍ୟାଙ୍କଟା ନାହିଁ, ଲୋକ 5 କିଲୋମିଟର ଯିବ, ତାହେଲେ ଏଠି ଆମେ ଏଠି ରହିକି ଲାଭ, ଆମେ ସବୁ ଗାଁ ଛାଡ଼ି ପଳେଇବୁ ସିଆଡ଼େ। ତେଣୁକରି ଏଠି ଶୀଘ୍ର ବ୍ୟବସ୍ଥା କରନ୍ତୁ, ଯେମିତି ପିଲାମାନେ ଏଠି ରହିବ। ନହେଲେ ଏଠି ମୁଁ ବି ନିଜେ ଆସିଲା, ମୁଁ ଭୁବନେଶ୍ୱର ଆସିଲି, ମୁଁ ଯିବି 5 କିଲୋମିଟର ଯିବି, ଏଠି ବ୍ୟାଙ୍କ ବନ୍ଦ, ମୋ ତେଲ ଖର୍ଚ୍ଚ ସବୁ ଜିନିଷ ସରିଲା, ଏଠି ମଣିଷ ଜୀବନ ବର୍ବାଦ ଏଠି ରହିକି। ଆପଣ କେମିତି ବ୍ୟବସ୍ଥା କରନ୍ତୁ, ଶୀଘ୍ର ଆମ କାମଟା ହବ। ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକ ଫତେଗଡ଼ ଗ୍ରାମ, ଯାହାକି ଏବେ ଚର୍ଚ୍ଚାରେ ରହିଛି ରାମଙ୍କର ଭବ୍ୟ ମନ୍ଦିର ପାଇଁ। ଏଠି ଅନେକ ସରକାରୀ କାର୍ଯ୍ୟାଳୟ ରହିଥିବା ସ୍ଥଳେ, ଯେପରିକି ଥାନା କୁହନ୍ତୁ, RI ଅଫିସ କୁହନ୍ତୁ, ଆଦର୍ଶ ବିଦ୍ୟାଳୟ କୁହନ୍ତୁ, ଏପରି ବିଭିନ୍ନ ଅଫିସ ରହିଥିବା ସତ୍ତ୍ୱେ ମଧ୍ୟ ଏଠିକି ଅନେକ ପର୍ଯ୍ୟଟକ ମଧ୍ୟ ରାମଙ୍କର ଦର୍ଶନ ପାଇଁ ଆସିଥାନ୍ତି। କିନ୍ତୁ ବଡ଼ ଦୁଃଖର କଥା ଯେ ଏଠି ଆଜି ପର୍ଯ୍ୟନ୍ତ ସ୍ୱାଧୀନତାର
दीर्घ वर्ष पर एटी गोटे एटीएम टे खोली पारुना जो साधारण जनता ग्रामवासी हूँ बाहर आसुवा पर्यटक माने हूँ अनेक हैरान पड़ता फतेगढ़ सरोज कुमार साहू बड़ खबर।